ଜୟ ଜଗନ୍ନାଥ। ଗୋଟିଏ ସୁନ୍ଦର ଉଦାହରଣ ଦେଉଛି। ପରୋକ୍ଷ ପ୍ରୀତି ବୋଲି ଏବେ ସମସ୍ତେ ସବୁଠି ଚର୍ଚ୍ଚା ହେଉଛି। ମୁଁ ରାଧାକୃଷ୍ଣ ଭାବରେ କହୁଛି, ଭଗବାନଙ୍କ ଲୀଳାକୁ ସମସ୍ତେ ଅନୁସରଣ କରି ଯେମିତି କହୁଛନ୍ତି, ପରୋକ୍ଷ ପ୍ରୀତି ଯେଉଁ କହୁଛନ୍ତି, ଯେକୌଣସି ନାରୀ ହେଉ, ପୁରୁଷ ହେଉ, ଝିଅ ହେଉ, ପୁଅ ହେଉ, ଯେଉଁମାନେ କହୁଛନ୍ତି, ତା ଭିତରେ କିଛି ସତ୍ୟତା ଅଛି, କିଛି ବି ମିଥ୍ୟା ଅଛି। ସତ୍ୟତା କେଉଁଟା? ଯେଉଁମାନେ ପରୋକ୍ଷ ପ୍ରୀତି କେଉଁମାନେ କରନ୍ତି, ଯେଉଁମାନଙ୍କର ଘର ସଂସାର ଥିବ, ସେ ଆଉ ଜଣଙ୍କର ଘର ସଂସାର କରୁଥିବ, ଆଉ ଜଣେ ତାଙ୍କଠାରୁ ସେ ନାରୀ ଅର୍ଥ ଟାଣୁଥିବ, ତାରଙ୍କର ସଂସାରରେ ବିଶୃଙ୍ଖଳା ସୃଷ୍ଟି କରୁଥିବ, ତାଙ୍କର ମାନେ ନିଜ ସଂସାର ଛାଡ଼ିକି ଚାଲି ଯାଉଥିବେ, ଏସବୁ ଜିନିଷ ହେଉଛି ଗୋଟେ ପ୍ରକାର ପରୋକ୍ଷ ପ୍ରୀତି। କିନ୍ତୁ ମୋ ମତରେ ଏଇଟା ପାପ। କାରଣ ଗୋଟେ ନାରୀ ଯେତେବେଳେ ସଂସାର କରିଛି, ଗୋଟେ ପୁରୁଷ ସଂସାର କରିଛି, କିନ୍ତୁ ସଂସାର କରିବା ସତ୍ତ୍ୱେ ତାଙ୍କର ଦିହିଁଙ୍କର ଦୁଇ ଜଣଙ୍କର ଏଇ ଯେଉଁ କଥୋପକଥନ ଭିତରେ ଟଙ୍କା ଟାଣିବା, ତାପରେ ତାଙ୍କ ସଂସାର ପ୍ରତି ବିଶୃଙ୍ଖଳା ସୃଷ୍ଟି କରିବା, ତାଙ୍କ ସ୍ୱାମୀ, ତାଙ୍କ ସ୍ତ୍ରୀ କି ତାଙ୍କ ପିଲାଛୁଆ ପ୍ରତି ଖରାପ ସବୁ କହିବା, ସେମାନେ ଭଲ ନୁହନ୍ତି, ସେମାନେ ଏମିତି ସ୍ୱଭାବର, ସେମିତି ସ୍ୱଭାବର, ଏଇସବୁ କଥାଟା କହିବା, ଏଇଟା ହେଉଛି ଭୁଲ ମୋ ମତରେ। ଏଇଟା ପାପରେ ଗଣିତ ହେବ, ଆଉ ଏହାର ଦଣ୍ଡ ବି ଭଗବାନ ନିଶ୍ଚିନ୍ତ ଦେବେ। ଏହା ନିରାଟ ସତ୍ୟ। ଆଉ ଗୋଟେ ପରୋକ୍ଷ ପ୍ରୀତି ଗୋଟେ କହୁଛନ୍ତି, ଭଗବାନଙ୍କ ରାଧାକୃଷ୍ଣଙ୍କର ମିଳନ ପ୍ରୀତି ଜାଣିଥିବେ, କୃଷ୍ଣଙ୍କର ଅଷ୍ଟ ପାଟ ବଞ୍ଚିଥିଲେ ଜାଣିଥିବେ, ସେମାନଙ୍କର ସ୍ୱଭାବ କେମିତି ଥିଲା। ସେ ବି ଅନେକ ବିବାହୀ ଥିଲେ। ଯଦି ମୁଁ ବି କହିଛି, ଯେଉଁମାନେ ଅନେକ ନାରୀକି ଚଳେଇ ପାରିବେ, ବିବାହୀକି ଚଳେଇ ପାରନ୍ତୁ, ଠିକ୍, ସମସ୍ତଙ୍କ ମନ ନେଇ, ଯଦି ଠାକୁରଙ୍କୁ ଅନୁସରଣ କରୁଛନ୍ତି। କିନ୍ତୁ ଖରାପ ଗୋଟେ ହେଉଛି, ଆମେ ଗୋଟେ ଭଲ ପୁରୁଷ, ଗୋଟେ ନାରୀ, ଭଲ ନାରୀଟିଏ ଯଦି ଭଲ ବିଷୟରେ କଥୋପକଥନ ହେଉଛନ୍ତି, ତାହେଲେ ଲୋକ ତାକୁ ପରୋକ୍ଷ ପ୍ରୀତି, ତାର ସ୍ତ୍ରୀ ହେଉ, ସେ ସ୍ତ୍ରୀଟିର ସ୍ୱାମୀ ହେଉ କି ସ୍ୱାମୀଟିର ସ୍ତ୍ରୀ ହେଉ, ତାକୁ ଖରାପ ଭାବିକି ପରୋକ୍ଷ ପ୍ରୀତି ଭାବରେ ନେଉଛନ୍ତି। ମୋ ମତରେ ଏସବୁକୁ ନିଅନ୍ତୁ ନାହିଁ। କାରଣ ଆପଣ ସହ ପରିବାର ଭିତରେ ସୁରକ୍ଷିତ, ସ୍ୱାମୀଟି ତମର ଆପଣଙ୍କ ପରିବାର ସୁରକ୍ଷିତ ରହିଛି, ସ୍ତ୍ରୀଟି ତା ପରିବାର ଭିତରେ ସୁରକ୍ଷିତ ରହିଛି। କେବଳ ଆମେ ଦୁନିଆକୁ ଯେତେବେଳେ ଆସିଛେ, ସମସ୍ତ ହସ ଖୁସିରେ କଥୋପକଥନ ହେଲେ କିଛି ଖରାପ ନାହିଁ। ଏହାକୁ ଖରାପ ମାଇଣ୍ଡକି ନେଲେ ଆପଣଙ୍କ ସଂସାରର କ୍ଷତି ହେବ। ଏହା ନିରାଟ ସତ୍ୟ। ସବୁ ଜିନିଷକୁ ସମାନ ଭାବନ୍ତୁ ନାହିଁ, କି ସବୁ ମଣିଷକୁ ସମାନ ଭାବନ୍ତୁ ନାହିଁ। ଭଗବାନଙ୍କୁ ଯଦି ଅନୁସରଣ କରୁଛନ୍ତି, ସବୁବେଳେ ତାଙ୍କୁ ଅନୁସରଣ କରନ୍ତୁ, ବହୁତ ଭଲ ହେବ। ଆଉ ଯାହା ଭାଗ୍ୟରେ ଯେମିତିଆ ସ୍ୱାମୀ ଅଛି, ସେ ସେଇ ସ୍ୱାମୀକି ନେଇକି ସୁନ୍ଦର ଭାବରେ ତାଙ୍କ ସଂସାରକୁ ଗଢ଼ି ତୋଳନ୍ତୁ। ଆଉ ଯେଉଁ ସ୍ୱାମୀ ଭାବରେ ଭାଗ୍ୟରେ ଯେମିତିଆ ସ୍ତ୍ରୀ ଅଛି, ସେ ତାଙ୍କ ସ୍ତ୍ରୀକି ନେଇକି ତାଙ୍କ ସଂସାରକୁ ସୁନ୍ଦର ଭାବରେ ଗଢ଼ି ତୋଳନ୍ତୁ। ଏହା କଲେ ବହୁତ ଭଲ ହେବ। କାରଣ ଭାଗ୍ୟ ଛଡ଼ା ପଥ ନାହିଁ, କପାଳ ଲିଖନ କେ କରିବାନ, ଏମିତି ଅନେକ ତର୍ଜମାକୁ ଗଲେ ଆମେ ନିଜେ ହିଁ ଆମର ନିଜ ଦୋଷଟା ମାନି ନେବା ବହୁତ ଭଲ। ଆଉ ଯିଏ ଦୋଷ କରୁଛନ୍ତି, ତାଙ୍କ ଉପରେ ଯଦି ରାଗ ଅଭିମାନ କରୁଛନ୍ତି, କରନ୍ତୁ, କିନ୍ତୁ ସଂସାରକୁ ଟିକେ ହସ ଖୁସି ଭରନ୍ତୁ। ଆଉ ଦଣ୍ଡ ଦେବାର ବିଧାନ କେବଳ ମୋ ଜଗନ୍ନାଥଙ୍କର, ମୋ ଈଶ୍ୱରଙ୍କର। ଏହା ନିରାଟ ସତ୍ୟ ରହୁଛି। ମୋର ଯଦି ଭୁଲ ଥିବ ମୋତେ କ୍ଷମା କରିବ। ଜୟ ଜଗନ୍ନାଥ।